ଆଜିର ପ୍ରଶ୍ନ ବୃଦ୍ଧି ଓ ବିକାଶର କେଉଁ ଅବସ୍ଥାକୁ ଚାପ ଓ ତାଡ଼ନାର ଅବସ୍ଥା ବା ପିରିୟଡ଼ ଅଫ୍ ଷ୍ଟ୍ରେସ୍ ଆଣ୍ଡ ଷ୍ଟ୍ରେନ୍ କୁହାଯାଏ? ବାଲ୍ୟାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା, କୈଶୋର ଅବସ୍ଥା ନା ପୌଢ଼ାବସ୍ଥା? ସଠିକ୍ ଉତ୍ତରଟି ହେଉଛି କୈଶୋର ଅବସ୍ଥା। ଶିଶୁର ବୌଦ୍ଧିକ ବିକାଶ ମୁଖ୍ୟତଃ 4ଟି ପର୍ଯ୍ୟାୟ ଦେଇ ସଂଗଠିତ ହୋଇଥାଏ। ଏହା ଉପରେ କିଏ ପରୀକ୍ଷା କରିଥିଲେ? ସ୍କିନର, ପିଆଜେ, କୋହଲବର୍ଗ ନା ଏରିକସନ୍? ସଠିକ୍ ଉତ୍ତରଟି ହେଉଛି ପିଆଜେ। ନିମ୍ନସ୍ଥ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ବିକାଶ ପାଇଁ ପ୍ରଯୁଜ୍ୟ ନୁହେଁ? ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା। ଶାରୀରିକ ପରିପକ୍ୱତା ହିଁ ବିକାଶ ନା ବିକାଶ ଗୁଣାତ୍ମକ ତଥା ପରିମାଣାତ୍ମକ ଅଟେ ନା ବିକାଶ ବ୍ୟକ୍ତିକେନ୍ଦ୍ରିକ ଅଟେ? ସଠିକ୍ ଉତ୍ତରଟି ହେଉଛି ଶାରୀରିକ ପରିପକ୍ୱତା ହିଁ ହେଉଛି ବିକାଶ। ବ୍ୟକ୍ତିଗତ ତାରତମ୍ୟ ହେଉଛି ଗୁଣାତ୍ମକ ପରିମାଣାତ୍ମକ ନା ଗୁଣାତ୍ମକ ନା ପରିମାଣାତ୍ମକ ନା କୌଣସିଟି ନୁହେଁ? ସଠିକ୍ ଉତ୍ତରଟି ହେଉଛି ଗୁଣାତ୍ମକ ଏବଂ ପରିମାଣାତ୍ମକ। କେଉଁଟି ଶିଶୁର ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ବିଶେଷ ଲକ୍ଷଣ? ଆତ୍ମକେନ୍ଦ୍ରିକ ଚିନ୍ତାଧାରା, ତାତ୍ତ୍ୱିକ ଚିନ୍ତାଧାରା, ବସ୍ତୁର ନିତ୍ୟତାର ଧାରଣା ନା ସମସ୍ୟା ସମାଧାନ ଦକ୍ଷତା? ସଠିକ୍ ଉତ୍ତରଟି ହେଉଛି ଆତ୍ମକେନ୍ଦ୍ରିକ ଚିନ୍ତାଧାରା। ଭଲ ଲାଗିଲା ଲାଇକ୍ ସେୟାର କରନ୍ତୁ। ଧନ୍ୟବାଦ।